ଦ୍ୱିତୀୟ ରାଜାବଳୀ 1 ପର୍ବ ତାର 1 ପଦରୁ 8 ପଦ ଯାଏ। ଏଠାରେ ଏପରି ଲେଖା ଅଛି, ଅନନ୍ତର ଆହବଙ୍କର ମୃତ୍ୟୁ ଉତ୍ତାରେ ମୋୟାବ ଇସ୍ରାଏଲ ବିରୁଦ୍ଧରେ ଦ୍ରୋହାଚରଣ କଲେ। ପୁଣି ଅହସ୍ୟ ସମରିଆ ସ୍ଥିତ ଆପଣା ଉପରିସ୍ଥ କୋଠରୀର ଝରକା ଦେଇ ପଡ଼ି ପୀଡ଼ିତ ହେଲେ। ଆଉ ସେ ଦୂତଗଣ ପଠାଇ ସେମାନଙ୍କୁ କହିଲେ, ଯାଅ, ଏହି ପୀଡ଼ାରୁ ମୁଁ ସୁସ୍ଥ ହେବି କି ନାହିଁ ଏହା ଇକ୍ରୋନର ଦେବତା ବାଲସବୁକୁ ପଚାର। ମାତ୍ର ସଦାପ୍ରଭୁଙ୍କ ଦୂତ ତିସବୀୟ ଏଲିୟଙ୍କୁ କହିଲେ, ଉଠ, ସମରୀୟ ରାଜାଙ୍କର ଦୂତଗଣଙ୍କୁ ସାକ୍ଷାତ କରିବାକୁ ଯାଅ ଓ ସେମାନଙ୍କୁ କୁହ, ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲିକି ତୁମ୍ଭେମାନେ ଇକ୍ରୋନର ଦେବତା ବାଲସବୁକୁ ପଚାରିବାକୁ ଯାଉଅଛ। ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ। ଏ ଉତ୍ତାରେ ଏଲିୟ ପ୍ରସ୍ଥାନ କଲେ। ତହୁଁ ଦୂତମାନେ ଅହସ୍ୟଙ୍କ ନିକଟକୁ ଫେରି ଆସନ୍ତେ ସେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ଫେରି ଆସିଲ? ଏଥିରେ ସେମାନେ ତାଙ୍କୁ କହିଲେ, ଜଣେ ଲୋକ ଆମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି କହିଲା, ଯେଉଁ ରାଜା ତୁମ୍ଭମାନଙ୍କୁ ପଠାଇଅଛି ତାହା ନିକଟକୁ ଫେରିଯାଇ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲିକି ତୁମ୍ଭେ ଇକ୍ରୋନର ଦେବତା ବାଲସବୁବ ନିକଟକୁ ପଚାରି ପଠାଉଅଛ। ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ। ତହିଁରେ ସେ ସେମାନଙ୍କୁ ପଚାରିଲେ, ଯେ ତୁମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି ଏହିସବୁ କଥା କହିଲା ସେ କି ପ୍ରକାର ଲୋକ? ତହୁଁ ସେମାନେ ତାଙ୍କୁ ଉତ୍ତର କଲେ, ସେ ଲୋମସ ମନୁଷ୍ୟ ଓ ତାହାର କଟି ଚର୍ମ ପଟୁକାରେ ବନ୍ଧା ଥିଲା। ତହିଁରେ ସେ କହିଲେ, ସେ ତ ତିସବୀୟ ଏଲିୟ। ଏଠାରେ ଆମେ ଦେଖୁଛୁ ଏଇ ଘଟଣାଟି ଅହସ୍ୟଙ୍କ ଜୀବନ ବାରେ ଲେଖା ହେଇଛି। ଆମେ ଆଜି ଦେଖିବା ବାକ୍ୟକୁ ଅବହେଳା କରିବାର ପରିଣାମ। ସଦାପ୍ରଭୁଙ୍କର ବାକ୍ୟକୁ ଅବହେଳା କରିବାର ପରିଣାମକୁ ଆମେ ଆଜି ଏଠି ଦେଖିବା। ଆମେ ଏଠି ଯୋଉ ଘଟଣା ପଢିଲୁ ରାଜା ଅହସ୍ୟଙ୍କ ବିଷୟରେ। ରାଜା ଅହସ୍ୟ କିଏ? ନା, ରାଜା ଆହବଙ୍କର ପୁତ୍ର। ରାଜା ଆହବ ଇସ୍ରାଏଲର ରାଜା, ତାଙ୍କର ପୁତ୍ର ହଉଛନ୍ତି ଅହସ୍ୟ। ଯେତେବେଳେ ଆମେ ସେଇ ପ୍ରଥମ ରାଜାବଳୀ ତାର ଯେତେବେଳେ ତାର 22 ପର୍ବ 21 ପର୍ବ ସବୁ ପଢିବା, ଆମେ ଆହବଙ୍କର ଶେଷ ଅବସ୍ଥା ସବୁ ଜାଣିପାରିବା। ଆଉ ସେ ଅହସ୍ୟଙ୍କ ବିଷୟରେ ମଧ୍ୟ ଲେଖା ଅଛି ଜାଣିପାରିବା। ସେଇ ପ୍ରଥମ ରାଜାବଳୀ ତାର 22 ପର୍ବ ତାର 40 ପଦରେ ଲେଖା ହେଇଛି, ତାଙ୍କ ପୁତ୍ର ଅହସ୍ୟ ତାଙ୍କ ପଦରେ ରାଜ୍ୟ କଲା ବୋଲି। ତାପରେ ସେ କେତେ ଦିନ ରାଜ୍ୟ କଲେ ବୋଲି ଲେଖା ହେଇଛି, ସେ 22 ପର୍ବ ତାର 51 ପଦରେ ଲେଖା ହେଇଛି, ସେ 2 ବର୍ଷ ରାଜ୍ୟ କରିଥିଲେ। ଅହସ୍ୟ ମାତ୍ର 2 ବର୍ଷ ସେ ରାଜ୍ୟ କରିଥିଲେ। ଆମେ ଏଇ ଘଟଣା ଦେଖୁଛୁ ଆହବଙ୍କର ମୃତ୍ୟୁ ପରର ଘଟଣା। ଆହବଙ୍କର ପୁତ୍ରଙ୍କର ଆମେ ଏଠି ଗୋଟେ ଘଟଣା ଦେଖୁଛୁ, ସେ ସମରିଆର ତାଙ୍କର ରାଜପ୍ରସାଦରେ ସେ ଉପର କୋଠରୀର ଝରକା ଦେଇ ପଡି ପୀଡ଼ିତ ହେଇଛନ୍ତି। ଗୋଟେ ବଡ ଅସୁସ୍ଥତାକୁ ଦେଖୁଛୁ। ସେ ତାଙ୍କର କଣ୍ଡିସନ ବହୁତ ଖରାପ ଅଛି। ସେଇ ସମୟରେ ସେ ଅନେକ ଟ୍ରିଟମେଣ୍ଟ କରିଥିବେ, ସେ ଭଲ ହେଇପାରିନାହାନ୍ତି, ତାଙ୍କର କଣ୍ଡିସନ ଖରାପ ଅଛି। ଆଉ ସେ ପଡିଛନ୍ତି। ଆମେ ଦେଖୁଛୁ ଯେତେବେଳେ ସେଇ ପ୍ରଥମ ରାଜାବଳୀ 22 ପର୍ବ ତାର 39 ପଦରେ ଲେଖା ଅଛି, ଆମେ ଜାଣିପାରୁଛୁ ଆହବ ବହୁତ ସୁନ୍ଦର ଅଟ୍ଟାଳିକା ବନେଇଥିଲେ, ହସ୍ତି ଦନ୍ତମୟ ଗୃହ ବନେଇଥିଲେ। ସେ ଗୃହରେ ଅହସ୍ୟ ରାଜା ବି ନିଶ୍ଚୟ ରହୁଥିବେ, ସେ ବି ତ ତାଙ୍କ ପରେ ରାଜା ହେଲେ। ଏତେ ସୁନ୍ଦର ଅଟ୍ଟାଳିକାରେ ସେ ବୁଲି ବୁଲି ଦେଖିଲା ବେଳକୁ ସେଠୁ ସେ ପଡି ଯାଇଛନ୍ତି, ଯୋଉଟା କି ବହୁତ ଭୟଙ୍କର ପରିସ୍ଥିତି ହେଇଛି, ବହୁତ ସିରିୟସ କଣ୍ଡିସନ ହେଇଯାଇଛି। ଆଉ ସେ ଅହସ୍ୟ ରାଜା ସେଇ ଏତେ ବଡ ବିପଦ ସଙ୍କଟ ସମୟରେ ତାଙ୍କର କାର୍ଯ୍ୟ, ତାଙ୍କର ନିଷ୍ପତ୍ତିକୁ ଆମେ ଏଠି ଦେଖୁଛୁ। ସେ କଣ କରୁଛନ୍ତି? କିଛି ଦାସକୁ ପଠଉଛନ୍ତି। କୋଉଠିକି ପଠଉଛନ୍ତି? ସେ ଇକ୍ରୋନର ଦେବତା ବାଲ ସବୁକୁ ପଚାରିବା ପାଇଁ ପଠଉଛନ୍ତି କି ଯାଅ। ଅହସ୍ୟ ପଚାରୁଛନ୍ତି କି ଏଇ ପୀଡାରୁ ମୁଁ ସୁସ୍ଥ ହେବି କି ନାହିଁ ପଚାର ବୋଲି କହୁଛନ୍ତି। ଆମେ ଏଠି ଦେଖୁଛୁ ଆହବ ରାଜାଙ୍କ ବିଷୟରେ ଆମେ ସମସ୍ତେ ଜାଣିଛୁ। ଆହବ ରାଜା
ବହୁତ ଦୁଷ୍ଟ ରାଜା ଥିଲେ। ସେ ଈଶ୍ୱରଙ୍କର ବିରୋଧୀ କାର୍ଯ୍ୟ ସବୁ କରୁଥିଲେ। ଈଶ୍ୱର ଯୋଉ ସବୁ ପରମେଶ୍ୱର ଯୋଉ ସବୁ ଭଲ ପାଆନ୍ତିନି ସେଇ ସବୁ ସେ କାମ କରିଥିଲେ। କିଏ? ତାଙ୍କ ବାପା, ଅହସ୍ୟଙ୍କ ବାପା। ମାନେ ଆମେ ଯେତେବେଳେ ସେଇ ପ୍ରଥମ ରାଜାବଳୀ 16 ପର୍ବ ତାର 33 ପଦରେ ପଢୁ, ଲେଖା ହେଇଛି, ଆଉ ଆହବ ଆସେରା ମୂର୍ତ୍ତି ନିର୍ମାଣ କଲେ ଓ ଆହବ ଆପଣା ପୂର୍ବବର୍ତ୍ତୀ ସମସ୍ତ ଇସ୍ରାଏଲ ରାଜାଙ୍କ ଅପେକ୍ଷା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କର ଆହୁରି ଅଧିକ ବିରକ୍ତିଜନକ କର୍ମ କଲେ। ମାନେ ପ୍ରଭୁଙ୍କୁ କେତେ ସେ ବିରକ୍ତ କରିଛି। ସେଇ ପଥରେ ହିଁ ତାଙ୍କର ପୁଅ ବି ଚାଲିଛି। ଆମେ ତାର ଡିସିଜନରୁ ଆମେ ଜାଣିପାରୁଛୁ ସେ ତା ବାପାଙ୍କ ପଥରେ ଚାଲୁଛି। କାହିଁକିନା ଆମେ ଏଠି ଦେଖୁଛୁ ରାଜା ଅହସ୍ୟ, ସେ ଇସ୍ରାଏଲର ରାଜା। ସେ ଇସ୍ରାଏଲର ରାଜା ହେଇକି ସତ୍ୟ ପରମେଶ୍ୱରଙ୍କ ଠାରୁ ସାହାଯ୍ୟ ମାଗୁନି। ଏଠି ତାର ଆମେ ନିଷ୍ପତ୍ତି କଣ ଦେଖୁଛୁ? ସେ ମିଛ ଦେବତା ମାନଙ୍କର ସାହାଯ୍ୟ ମାଗୁଛି। ସତ୍ୟ ପରମେଶ୍ୱରଙ୍କ ଠାରୁ ସାହାଯ୍ୟ ନ ମାଗି ମିଛ ଦେବତା ମାନଙ୍କୁ ସେ ସାହାଯ୍ୟ ମାଗୁଛି। ଆଉ ତାପରେ ଦେଖୁଛୁ ସେ ମୃତ୍ୟୁ ଶଯ୍ୟାରେ ପଡିଛି। ମାନେ ସେଇ ମୋମେଣ୍ଟରେ ଏତେ ମାନେ ସିରିୟସ କଣ୍ଡିସନରେ ଅଛି, ସେତେବେଳେ ବି ସେ ସତ୍ୟ ଈଶ୍ୱରଙ୍କୁ ନ ଡାକିକି ସେ ବାଲ ଦେବତାକୁ ଡାକୁଛି, ଯାହାର ପରିଣାମ ବହୁତ ଭୟଙ୍କର ହେଇଛି। ଆମେ ଯେତେବେଳେ ଆଉ ଟିକେ ଆଗକୁ ତଳକୁ ପଡିବା ଆମେ ଜାଣିପାରିବା ସେ କେତେ ଭୟଙ୍କର ପରିଣାମ ହେଇଛି। ମାନେ ସେ ଭୁଲ ନିଷ୍ପତ୍ତି ନେଲେ ନିଜେ ମୃତ୍ୟୁବରଣ କରୁଛନ୍ତି, ଆଉ ତାଙ୍କ ଯୋଗୁ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି, ଯାହାକି ଆମେ ତା ତଳକୁ ଯେତେବେଳେ ପଢିବା ଆମେ ଜାଣିପାରିବା। ସେଇ ମୋମେଣ୍ଟରେ ସେ ଈଶ୍ୱରଙ୍କୁ, ସେଇ ଯୋଉ କଣ୍ଡିସନ ଥିଲା ସେଇ ମୋମେଣ୍ଟରେ ସେ ସତ୍ୟ ଈଶ୍ୱରଙ୍କୁ ଡାକିଥାନ୍ତେ, କ୍ଷମାର ପ୍ରାର୍ଥନା କରିଥାନ୍ତେ, ଭୁଲ ପଥରୁ ଫେରି ଆସିଥାନ୍ତେ, ଇସ୍ରାଏଲର ପରମେଶ୍ୱରଙ୍କୁ ଡାକିଥାନ୍ତେ, ଯଦି ସେ ରକ୍ଷା ପାଇଥାନ୍ତେ। କିନ୍ତୁ ଆମେ ଦେଖୁଛୁ ଯେତେବେଳେ ସେ ଦୂତମାନଙ୍କ ଦ୍ଵାରା ଖବର ପାଇଲେ, ତିସ୍ବୀୟ ଏଲିୟଙ୍କୁ ସଦାପ୍ରଭୁ ପଠେଇକି ତାଙ୍କୁ କହୁଛନ୍ତି ଯେ ତୁମେ କଣ ଇସ୍ରାଏଲ ମଧ୍ୟରେ ଲେଖା ହେଇଛି ତାର 1 ପର୍ବ 3 ପଦରେ, ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲିକି ତୁମେ ମାନେ ଇକ୍ରୋନର ଦେବତା ବାଲ ସବୁକୁ ପଚାରିବାକୁ ଯାଉଅଛ। ଆମେ ସମସ୍ତେ ଜାଣିଛୁ ଆଗ କାଳରେ ସଦାପ୍ରଭୁ ଭବିଷ୍ୟତ ବକ୍ତାଙ୍କ ମାଧ୍ୟମରେ କଥା କହୁଥିଲେ। ବିଚାରକର୍ତ୍ତା ମାନେ ଥିଲେ, ସେମାନଙ୍କ ଦ୍ଵାରା ସଦାପ୍ରଭୁ କଥା କହୁଥିଲେ। ଏଲିୟଙ୍କ ଦ୍ଵାରା ସଦାପ୍ରଭୁ ଖବର ପଠେଇଲେ ତାଙ୍କୁ କି ତୁମେ ଯୋଉ ନିଷ୍ପତ୍ତି ନେଇଛ, ତୁମେ ଇସ୍ରାଏଲର ରାଜା, ତୁମେ ସତ୍ୟ ପରମେଶ୍ୱରଙ୍କୁ ଜାଣିଛ, ଆଉ ତୁମର ଇସ୍ରାଏଲ ମଧ୍ୟରେ ପରମେଶ୍ୱର ଅଛନ୍ତି, ତୁମେ ତାଙ୍କ ଠାରୁ ସାହାଯ୍ୟ ନ ନେଇ ତୁମେ କାହିଁକି ଇକ୍ରୋନର ଦେବତା ବାଲ ସବୁକୁ ତୁମେ ପଚାରିବା ପାଇଁ ଯାଉଛ ନା ସାହାଯ୍ୟ ପଠାଉଛ ବୋଲି ସଦାପ୍ରଭୁଙ୍କର ବାକ୍ୟ ପହଞ୍ଚୁଛି ଅହସ୍ୟ ରାଜାଙ୍କ ପାଖରେ। କିନ୍ତୁ ଅହସ୍ୟ ରାଜା ତାଙ୍କ ବାପାଙ୍କ ଭଳି ପ୍ରଭୁଙ୍କର ଭୟ ନଥିଲା, ପ୍ରଭୁଙ୍କର ବିରୁଦ୍ଧୀ କାର୍ଯ୍ୟ ସବୁ କରିଚାଲିଲେ। ସେଇ ଦୁଃସମୟରେ, ସେ ସଙ୍କଟ ସମୟରେ ମଧ୍ୟ ସତ୍ୟ ଈଶ୍ୱରଙ୍କ ପାଖକୁ ଫେରୁନାହାନ୍ତି। ଓଲଟା ସେ କଣ କରୁଛନ୍ତି? ଆମେ ଯେତେବେଳେ ତାର ଟିକେ ତଳକୁ ପଢିବା, ସେ ଯେତେବେଳେ ବୁଝିଗଲେ ଯେ ତମେ ମାନେ କାହିଁକି ସେ ଇକ୍ରୋନର ଦେବତା ବାଲ ସବୁ ପାଖକୁ ନ ଯାଇକି କାହିଁକି ଫେରି ଆସିଲ, ସେମାନେ ସବୁ ଘଟଣା କହିଦେଲେ। କେମିତି ଜଣେ ଆସିକି ଖବର ଦେଇଛି ବୋଲି ସଦାପ୍ରଭୁଙ୍କର ବାକ୍ୟ ଆସିଛି। ସେ ଜାଣିଗଲେ ଯେ ସେ ଫଟାଫଟ ତାଙ୍କର ଗେଟଅପ୍ ପଚାରି ଦେଇକି ଜାଣିଗଲେ ଯେ ଇଏ ହଉଛନ୍ତି ତିସ୍ବୀ ଏଲିୟ। କାହିଁକି ନା ସେ ନିଶ୍ଚୟ ଜାଣିଛନ୍ତି ସେ ଆହବ ରାଜାଙ୍କ ପୁଅ। ଏଲିୟଙ୍କର ଯାହା କିଛି କାର୍ଯ୍ୟବଳୀ ସବୁ ବିଷୟ ସେ ଜାଣିଛନ୍ତି। କେମିତି ଆକାଶରୁ ଅଗ୍ନି ଆସିକି ଯଜ୍ଞ ବେଦୀକୁ ନିଆଁ ଲଗେଇଛି, କେମିତି ସେ କହିଦେଲାଠୁ ବର୍ଷା ବନ୍ଦ ହେଇଛି, ଏସବୁ ବିଷୟ, କେମିତି ବାଲ ଦେବତା ମାନଙ୍କୁ ଏଲିୟ ମାରିଥିଲେ, ସବୁ ବିଷୟ ସେ ଜାଣିଥିବେ, ନିଶ୍ଚୟ ଜାଣିଛନ୍ତି। ନହେଲେ କେମିତି ତାଙ୍କର ସେଇ ଯେତେବେଳେ ଏମାନେ କହିଲେ ତାଙ୍କର ଗେଟଅପ୍ ବିଷୟରେ, ସେ କେମିତି ଥିଲେ ବୋଲି, ସେ ଲୋମସ ମନୁଷ୍ୟ, ତାଙ୍କର କଟି ଚର୍ମ ପଟୁକାରେ ବନ୍ଧା ଥିଲା, ଏସବୁ ସାଙ୍ଗେ ସାଙ୍ଗେ କେମିତି ତିସ୍ବୀ ଏଲିୟ କହିଲେ। ମାନେ ସେ ନିଶ୍ଚୟ ଜାଣିଛନ୍ତି, ଏଲିୟଙ୍କର କାର୍ଯ୍ୟ ଜାଣିଛନ୍ତି, ଏଲିୟ କିଏ ଜାଣିଛନ୍ତି, ଏଲିୟ କଣ କରିପାରନ୍ତି ଜାଣିଛନ୍ତି। କାହିଁକି ନା ଆମେ ଜାଣିଛୁ ଯେତେବେଳେ ଆହବଙ୍କ ଜୀବନରେ ବି ଏଲିୟଙ୍କର
ମାନେ ଏଲିୟଙ୍କର ବାକ୍ୟ ଅନୁଯାୟୀ ସେ କେମିତି ପରିବର୍ତ୍ତିତ ହେଇଥିଲେ, ଏଇ ସବୁ ବିଷୟ ଯେତେବେଳେ ନିଶ୍ଚୟ ତାଙ୍କ ଜୀବନରେ ସେ ଜାଣିଛନ୍ତି, ଜାଣିନାହାନ୍ତି ବୋଲି ଜାଣିନାହାନ୍ତି, ସେ ସତ୍ୟ ଈଶ୍ୱରଙ୍କୁ ଜାଣିଛନ୍ତି, ଏଲିୟଙ୍କୁ ବି ଜାଣିଛନ୍ତି। ଆଉ ଏଲିୟ କିଏ ବି ଜାଣିଛନ୍ତି। ସଦାପ୍ରଭୁଙ୍କ ବାକ୍ୟ ଏଲିୟଙ୍କ ଦ୍ୱାରା ତାଙ୍କ ପାଖକୁ ଆସିଲା ପରେ ବି ତାଙ୍କର ଜୀବନ ପରିବର୍ତ୍ତନ ହଉନି। ଆଉ ଆମେ ଯେତେବେଳେ ତାର ସେଇ 1 ପର୍ବ 9 ପଦ 10 ପଦ 11 ପଦ 12 ପଦ ଯେତେବେଳେ ପଢିବା, ସେଠି ଆମେ ଜାଣିପାରିବା। ତଥାପି ମୁଁ ପଢିଦେବା ପାଇଁ ଚାହୁଁଛି। ତେବେ ରାଜା ତାଙ୍କ ନିକଟକୁ ଜଣେ ପଞ୍ଚାଶତପତିକି ତାହାଙ୍କ 50 ଲୋକ ସହିତ ପଠାଇଲେ। ତ ସେ ତାଙ୍କ ନିକଟକୁ ଗଲା। ଆଉ ଦେଖ, ଏଲିୟ ପର୍ବତ ଶୃଙ୍ଗରେ ବସିଥିଲେ। ଏଥିରେ ସେ ତାଙ୍କୁ କହିଲା, ହେ ପରମେଶ୍ୱରଙ୍କ ଲୋକ, ରାଜା କହିଅଛନ୍ତି, ତଳକୁ ଆସ। ତ ଏଲିୟ ସେଇ 50 ଉତ୍ତର କରି କହିଲେ, ଯେବେ ମୁଁ ପରମେଶ୍ୱରଙ୍କ ଲୋକ, ତେବେ ଆକାଶରୁ ଅଗ୍ନି ଆସି ତୁମ୍ଭକୁ ତୁମ୍ଭ 50 ଲୋକକୁ ଗ୍ରାସ କରୁ। ଏଥିରେ ଆକାଶରୁ ଅଗ୍ନି ଆସି ତାହାକୁ ଓ ତାହାର 50 ଲୋକକୁ ଗ୍ରାସ କଲା। ଏ ଉତ୍ତରେ ରାଜା ପୁନର୍ବାର ତାଙ୍କ ନିକଟକୁ ଆଉ ଏକ ପଞ୍ଚାଶତପତି ତାଙ୍କର 50 ଲୋକ ସହିତ ପଠାଇଲେ। ତ ସେ ତାଙ୍କୁ କହିଲେ, ହେ ପରମେଶ୍ୱରଙ୍କ ଲୋକ, ରାଜା କହିଅଛନ୍ତି, ଶୀଘ୍ର ତଳକୁ ଆସ। ଏଥିରେ ଏଲିୟ ସେମାନଙ୍କୁ ଉତ୍ତର କରି କହିଲେ, ଯେବେ ମୁଁ ପରମେଶ୍ୱରଙ୍କ ଲୋକ, ତେବେ ଆକାଶରୁ ଅଗ୍ନି ଆସି ତୁମ୍ଭକୁ ତୁମ୍ଭ 50 ଲୋକକୁ ଗ୍ରାସ କରୁ। ତ ପରମେଶ୍ୱରଙ୍କର ଅଗ୍ନି ଆକାଶରୁ ଆସି ତାହାକୁ ଓ ତାହାର 50 ଲୋକକୁ ଗ୍ରାସ କଲା। ଆମେ ଏଠି ଦେଖୁଛୁ ରାଜା ଏସବୁ ସତର୍କତା, ଚେତାବନୀର ବାକ୍ୟ, ସଦାପ୍ରଭୁଙ୍କର ବାକ୍ୟ ତାଙ୍କ ପାଖରେ ପହଞ୍ଚୁଛି, ଗୋଟେ ଚେତାବନୀର ବାକ୍ୟ ପହଞ୍ଚୁଛି। ସେତେବେଳେ ବି ରାଜା ତାର ଜୀବନର ପରିବର୍ତ୍ତନ କରୁନି, ନିଜର ଭୁଲକୁ ସ୍ୱୀକାର କରୁନି, ସତ୍ୟ ଈଶ୍ୱରଙ୍କୁ ଡାକୁନି, ନା କ୍ଷମାର ପ୍ରାର୍ଥନା କରୁନି, ଅନୁତାପ ହୃଦୟ ବି ଆସୁନି। ଓଲଟା ସେ କଣ କରୁଛି, ଗୋଟେ ଗୋଟେ ସେନାପତି ରେଡି କରୁଛି, 50 ଲୋକ ରେଡି କରୁଛି, ଆଉ କହୁଛି ଯାଅ ଏଲିୟକୁ ଧରିକି ଆଣ। ପ୍ରଥମ ସେନାପତି ଗଲେ 50 ଲୋକ ନେଇକି। ଏଲିୟ ସେଇ ସମୟରେ ପର୍ବତ ଶୃଙ୍ଗରେ ବସିଛନ୍ତି, ପାହାଡ ଉପରେ ବସିଛନ୍ତି ଏଲିୟ। ସେନାପତି 50 ଲୋକ ପାହାଡ ତଳେ ଠିଆ ହେଇ ତାଙ୍କୁ କହୁଛନ୍ତି, ତଳକୁ ଓହ୍ଲେଇ ଆସ। ଲେଖା ହେଇଛି, ପରମେଶ୍ୱରଙ୍କ ଲୋକ, ହେ ପରମେଶ୍ୱରଙ୍କ ଲୋକ, ରାଜା କହିଅଛନ୍ତି, ତଳକୁ ଆସ। ସମସ୍ତେ ଜାଣିଛନ୍ତି ସେ ପରମେଶ୍ୱରଙ୍କ ଲୋକ। ସଦାପ୍ରଭୁଙ୍କର ବାକ୍ୟ, ସଦାପ୍ରଭୁ ତାଙ୍କ ଦ୍ୱାରା ବାକ୍ୟ କହନ୍ତି ବୋଲି ରାଜା ବି ଜାଣିଛନ୍ତି, ସମସ୍ତେ ଜାଣିଛନ୍ତି। ସେଦିନ ସେନାପତି କହୁଛନ୍ତି, ହେ ପରମେଶ୍ୱରଙ୍କ ଲୋକ, ତଳକୁ ଆସ, ଅର୍ଡର ଦଉଛନ୍ତି। କିନ୍ତୁ ଆମେ ଏଠି ଦେଖିଲୁ ଏଇ ସବୁ ତାଙ୍କର କଥାବାର୍ତ୍ତାରେ ଏଲିୟ କହିଲେ କି ଆକାଶରୁ ଅଗ୍ନି ଆସି ତାହାକୁ ଓ ତାହାର 50 ଲୋକକୁ ଗ୍ରାସ କଲା। ଏଲିୟଙ୍କର କଥା ଅନୁଯାୟୀ ଅଗ୍ନି ଆସିଲା, ଆଉ ସେନାପତିକୁ ଆଉ ତାର 50 ଲୋକକୁ ବିନାଶ କରିଦେଲା, ଗ୍ରାସ କଲା, ନଷ୍ଟ କରିଦେଲା, ଜାଳିଦେଲା। ପୁଣି ରାଜା ଜାଣିଲେ କି 50 ଲୋକ ଆଉ ସେନାପତିକୁ ଏଲିୟଙ୍କ ପାଖକୁ ଯାଇଥିଲେ, ଯିଏ କି ପରମେଶ୍ୱରଙ୍କ ଲୋକ। ତାକୁ ସେମାନେ ଯାଇକି ଯୋଉ ତଳକୁ ଶୀଘ୍ର ଆସ, ସଦାପ୍ରଭୁଙ୍କର ଲୋକ, ଯୋଉ ପରମେଶ୍ୱରଙ୍କ ଲୋକଙ୍କୁ ରେସପେକ୍ଟ ଦେବା କଥା, ତାଙ୍କୁ ମୋଠୁ ସମ୍ମାନ ସହିତ କଥାବାର୍ତ୍ତା କରାହେଇନି, ଓଲଟା ତାଙ୍କୁ ତଳକୁ ଆସ ରାଜା ଡାକୁଛନ୍ତି ବୋଲି କୁହାହଉଛି। ଏଇ ସବୁ ବିଷୟ ରାଜା ପ୍ରଥମ ଥର ପଠେଇଲାଠୁ ସେ ପରମେଶ୍ୱରଙ୍କ ଲୋକଙ୍କୁ ଯୋଉ ମିସବିହେଭ ହେଲା, ଏଲିୟ ଆକାଶରୁ ଅଗ୍ନି ଆସିଲା, ଏଲିୟଙ୍କର କଥା ଅନୁଯାୟୀ ଆକାଶରୁ ଅଗ୍ନି ଆସି ସେମାନଙ୍କୁ ଗ୍ରାସ କଲା। ରାଜା ଜାଣିଲେ, ନିଆଁ ପଡିକି ଲୋକ ମରିଗଲେ, ପୁଣି ବି ତାଙ୍କର ଗର୍ବ ଛାଡିଲାନି, ପୁଣି ବି ସେ ଅନୁତାପ କରୁନି, ପୁଣି ସେକେଣ୍ଡ ଗ୍ରୁପ ପଠଉଛି, ପୁଣି ସେକେଣ୍ଡ ଟାଇମ ଗୋଟେ ସେନାପତି ପୁଣି 50 ଲୋକ ପଠେଇଲେ। ସେଇ ଟାଇମରେ ବି ସେନାପତି ତଳେ ପାହାଡ ତଳେ ଅଛନ୍ତି, ଏଲିୟ ପାହାଡ ଉପରେ ଅଛନ୍ତି। ସେ ପୁଣି ଆମେ ଦେଖୁଛୁ ଯେତେବେଳେ ଲେଖା ହଉଛି 11 ପଦରେ, ଶୀଘ୍ର ତଳକୁ ଆସ, ହେ ପରମେଶ୍ୱରଙ୍କ ଲୋକ, ରାଜା କହିଅଛନ୍ତି, ଶୀଘ୍ର ତଳକୁ ଆସ। ସେ ଆହୁରି ପୁଣି କହୁଛନ୍ତି, ଶୀଘ୍ର ଶୀଘ୍ର ଆସ, ମାନେ ଅର୍ଡର। ଟୋଟାଲି ରେସପେକ୍ଟ ନାହିଁ ପରମେଶ୍ୱରଙ୍କ ଲୋକଙ୍କୁ। ସଦାପ୍ରଭୁ ପରମେଶ୍ୱରଙ୍କ ସେଇ ଏଲିୟଙ୍କ ଦ୍ୱାରା କଥା କହୁଥିଲେ, ସେଇ ସମୟରେ ସମସ୍ତେ ଜାଣିଛନ୍ତି, ଇସ୍ରାଏଲ ସମସ୍ତେ ଜାଣିଛନ୍ତି, କିନ୍ତୁ ଟୋଟାଲି ତାଙ୍କୁ ସେମିତି ରେସପେକ୍ଟ ନାହିଁ, ଶୀଘ୍ର ତଳକୁ ଆସ। ସେଇ ମୋମେଣ୍ଟରେ ଆମେ ଦେଖୁଛୁ ପୁଣି ଏଲିୟଙ୍କ କଥା ଅନୁଯାୟୀ ଆକାଶରୁ ଅଗ୍ନି ଆସୁଛି, ଆଉ ସେଇ ସେକେଣ୍ଡ ଯୋଉ ସେନାପତି ଆସିଲେ, 50 ଲୋକ ଆସିଲେ ତାଙ୍କ ସାଙ୍ଗରେ, ସେମାନଙ୍କୁ ବି ଅଗ୍ନି ଗ୍ରାସ କରୁଛି। ତାପର ସେଇ ଘଟଣା ସରିଗଲା, ରାଜା ଜାଣିଗଲେ 2ଟା ଗ୍ରୁପକୁ ନିଆଁରେ ଅଗ୍ନି ଆସିକି ଗ୍ରାସ କଲାଣି। ତଥାପି ବି ରାଜା ଥାର୍ଡ ଟାଇମ ପୁଣି ପଠଉଛନ୍ତି।
ତାଙ୍କର ଗର୍ବ ଛାଡୁନି, ଈଶ୍ୱରଙ୍କର ବାକ୍ୟକୁ ଶୁଣିବା ପାଇଁ ମନ ବି ଦଉନାହାନ୍ତି। ସେ ବାକ୍ୟକୁ ସେଇଠି ହିଁ ଅବହେଳା କରିଦଉଛନ୍ତି, ସେଇଠି ହିଁ ଅବହେଳା କରିଦେଇଛନ୍ତି। ଆଉ ଟୋଟାଲି ଅନୁତାପର ହୃଦୟ ବି ଆସିନି। ଓଲଟା ସେ ପୁଣି ତୃତୀୟ ଥର ସେନାପତି ପଠଉଛନ୍ତି, ଯୋଉଟା କି ଆମେ 13 ପଦ ପଢିଲେ ଜାଣିପାରୁଛୁ। ଏଥିରେ ରାଜା ପୁନର୍ବାର ତୃତୀୟ 50 ଶତପତି କି ଓ ତାହାର 50 ଲୋକ ସହିତ ପଠାଇଲେ। ପୁଣି ସେହି ତୃତୀୟ 50 ଶତପତି ଉପରକୁ ଗଲା ଓ ଏଲିୟଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଆପଣ ଆଣ୍ଠୁ ପାତି ବିନୟ କରି ତାଙ୍କୁ କହିଲା, ହେ ପରମେଶ୍ୱରଙ୍କ ଲୋକ, ମୁଁ ବିନୟ କରୁଅଛି, ଆପଣଙ୍କ ଦୃଷ୍ଟିରେ ମୋ ପ୍ରାଣ ଓ ଆପଣଙ୍କ ଦାସ ଏହି 50 ଲୋକର ପ୍ରାଣ ବହୁମୂଲ୍ୟ ହେଉ। ଦେଖନ୍ତୁ, ଆକାଶରୁ ଅଗ୍ନି ଆସି ପୂର୍ବ 2 50 ଶତପତିଙ୍କି ଓ ସେମାନଙ୍କ 50 ଲୋକଙ୍କୁ ଗ୍ରାସ କଲା। ମାତ୍ର ଏବେ ଆପଣଙ୍କ ଦୃଷ୍ଟିରେ ମୋ ପ୍ରାଣ ବହୁମୂଲ୍ୟ ହେଉ। ଏଥିରେ ସଦାପ୍ରଭୁଙ୍କ ଦୂତ ଏଲିୟଙ୍କୁ କହିଲେ, ତାହା ସାଙ୍ଗରେ ତଳକୁ ଯାଅ, ତାହାକୁ ଭୟ ନ କର। ତ ସେ ଉଠି ତାହା ସାଙ୍ଗରେ ତଳକୁ ଯାଇ ରାଜାଙ୍କ ନିକଟକୁ ଗଲେ। ଆମେ ଏଠି ଦେଖୁଛୁ 3rd ନମ୍ବର ଯୋଉ ସେନାପତି ଆସିଲେ 50 ଲୋକ ଧରିକି ରାଜା ଯୋଉ ପଠେଇଲେ, ସେ କିନ୍ତୁ ଆମେ ଏଠି ଗୋଟେ ଦେଖୁଛୁ ସେନାପତିଙ୍କର ଜୀବନର ନମ୍ରତା। ସେ ପାହାଡ ଉପରକୁ ଯାଉଛନ୍ତି, ଏଲିୟଙ୍କ ପାଖକୁ ଯାଉଛନ୍ତି, ଆଉ ସେଠି ଯାଇକି କଣ କରୁଛନ୍ତି, ତାଙ୍କ ସମ୍ମୁଖରେ ଆଣ୍ଠୁ ପାତିକି ରିକ୍ୱେଷ୍ଟ କରୁଛନ୍ତି, ବିନୟ କରୁଛନ୍ତି, ଆଉ କହୁଛନ୍ତି, ମୁଁ ବିନୟ କରୁଅଛି, ଆଉ ଆପଣଙ୍କ ଦୃଷ୍ଟିରେ ମୋ ପ୍ରାଣ ଓ ଆପଣଙ୍କ ଦାସ ଏଇ 50 ଲୋକର ପ୍ରାଣ ବହୁମୂଲ୍ୟ ହଉ। କେତେ ସୁନ୍ଦର ଭାବରେ ନମ୍ରତାର ସହିତ ଅନୁରୋଧ କରୁଛନ୍ତି, ପରମେଶ୍ୱରଙ୍କ ଲୋକଙ୍କୁ କେତେ ରେସ୍ପେକ୍ଟ ଦଉଛନ୍ତି। ସେଇ ସମୟରେ ଆମେ ଦେଖୁଛୁ ପ୍ରଭୁ ସେମାନଙ୍କୁ ଦୟା କଲେ। ଏଲିୟ ତାଙ୍କର କଥା ଶୁଣିଲେ। ସଦାପ୍ରଭୁ ତାଙ୍କୁ କହୁଛନ୍ତି, ଏଲିୟ ତୁମେ ଯାଅ, ତାଙ୍କ ସାଙ୍ଗରେ ରାଜାଙ୍କ ପାଖକୁ ଯାଅ, ସେଇ ସେନାପତିଙ୍କ ସହିତ ଯାଅ। ସେ ସେନାପତି ତାର 50 ଲୋକ ସେଦିନ ରକ୍ଷା ପାଇଲେ ସେ ସେନାପତିଙ୍କର ନମ୍ରତା ଯୋଗୁ। ଆଉ ରାଜାଙ୍କ ପାଖକୁ ଏଲିୟ ସେମାନଙ୍କ ସହିତ ଆସିଲେ। ଆଉ ଏଲିୟ ଆସିକି କଣ କହିଲେ, ସେଟା ଆମେ ସେଇ ଯୋଉ ଫାର୍ଷ୍ଟ ଟାଇମ ଯୋଉ କଥା କହିଥିଲେ, ଏବେ ବି ସେଇ କଥା କହୁଛନ୍ତି, ଯୋଉଟା କି 1 ପର୍ବ 16 ପଦରେ ଲେଖା ହେଇଛି। ପୁଣି ସେ ରାଜାଙ୍କୁ କହିଲେ, ଏଲିୟ ରାଜାଙ୍କୁ କହିଲେ, ସଦାପ୍ରଭୁ ଏହି କଥା କହନ୍ତି, କଥା ପଚାରିବା ପାଇଁ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲିକି ତୁମେ ଇକ୍ରୋନର ଦେବତା ବାଲସବୁକୁ ପଚାରିବା ପାଇଁ ଦୂତମାନଙ୍କୁ ପଠାଇଲ। ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ। ତାପରେ ଆମେ ଦେଖୁଛୁ ଏଲିୟଙ୍କର ବାକ୍ୟ, ଏଲିୟଙ୍କ ଦ୍ଵାରା ଉକ୍ତ ସଦାପ୍ରଭୁଙ୍କର ବାକ୍ୟ ଅନୁସାରେ ସେ ମଲେ। ଆମେ ଏଠି ଦେଖୁଛୁ ଏଲିୟ ଗଲେ, ସଦାପ୍ରଭୁଙ୍କର ସେହି ବାକ୍ୟ ପୁଣି ଏଲିୟ କହିଲେ ରାଜାଙ୍କୁ। ସେ ବାକ୍ୟ କହିଲେ, ଆଉ ତୁମେ ସତ୍ୟ ପରମେଶ୍ୱରଙ୍କ ନ ଖୋଜି ତୁମେ ବାଲ ଦେବତାକୁ ଖୋଜିଥିବା ଯୋଗୁ ତୁମେ ଆଉ ସେ ଶଯ୍ୟାର ତଳକୁ ଆସିବ ନାହିଁ, ତୁମେ ମରିବ। ଏଠି ଆମେ ଦେଖୁଛୁ ଏଇ ଘଟଣାରୁ ଆମେ ଏଠି ଦେଖୁଛୁ ଯେ ସଙ୍କଟ ସମୟରେ କେତେ ବଡ ବିପଦ ଗୋଟେ ଥିଲା ରାଜାଙ୍କର। ମାନେ ରାଜା ବଞ୍ଚିବା ପାଇଁ ଚାହୁଁଛି, କିନ୍ତୁ ତାକୁ ଖବର କଣ ଆସୁଛି, ତୁମେ ମରିବ। କେତେ ଭୟଙ୍କର କଣ୍ଡିସନ, ତା ମାନେ ସେ କେତେ ସିରିୟସ କଣ୍ଡିସନରେ ଅଛନ୍ତି। ସଙ୍କଟ ସମୟରେ ଏଠୁ ଆମେ ଏଇ ବାକ୍ୟରୁ ଆଜି ଆମେ ମାନେ କଣ ଜାଣିବା, ଏଇ ବାକ୍ୟରୁ ଆମେ ଦେଖୁଛୁ ଅହସ୍ୟଙ୍କ ଜୀବନରେ କେତେ ଗର୍ବ ଥିଲା। ସେ ପ୍ରଭୁଙ୍କୁ ଭୟ କରୁନଥିଲା, ନା ତା ମନରେ ସତ୍ୟ ପରମେଶ୍ୱରଙ୍କର ଲୋକ, ସେ ଇସ୍ରାଏଲୀୟ ଲୋକ, ତଥାପି ବି ଇସ୍ରାଏଲର ପରମେଶ୍ୱରଙ୍କ ଉପରେ ତାର ନିର୍ଭର ନଥିଲା। ତାର ଆଶା ଭରସା ମିଛ ଦେବତା ଉପରେ ଥିଲା, ମିଛ ଦେବତା ଉପରେ ଥିଲା। ସେଥିପାଇଁ ସେ ସଙ୍କଟ ଯେତେବେଳେ ଆସିଲା, ବିପଦ ଯେତେବେଳେ ଆସିଲା, ସେ କଣ କରୁଛି, ସେ କାହା ପାଖକୁ ଦୌଡିକି ଯାଉଛି, ସେ ବାଲ ସବୁ ପାଖକୁ ଯାଉଛି। କାହିଁକିନା ସେ ଜୀବନ୍ତ ଈଶ୍ୱରଙ୍କୁ ଭୟ କରୁନାହିଁ। ଆଉ ସେ କଣ କରୁଛି, ଇକ୍ରୋନର ମିଥ୍ୟା ଦେବତା ପାଖକୁ ଦୂତ ପଠଉଛି। ଏଥିରୁ ଆମେ ଜାଣିପାରୁଛୁ, ଆମ ଜୀବନରେ ଯେତେବେଳେ ଆମମାନଙ୍କର ଜୀବନରେ ଅନେକ ପ୍ରକାର ପରିସ୍ଥିତି ଆସେ, ଯୋଉଟା କି ପ୍ରତିକୂଳ ପରିସ୍ଥିତି ଆସେ, ସଙ୍କଟ ସମସ୍ୟା ଆସିଥାଏ। ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଆସେ, ଛୋଟ ହଉ ବଡ ହଉ, ଅନେକ ପ୍ରକାର ସମସ୍ୟା ଦେଇକି ମଣିଷ ଗତି କରେ। ସେତେବେଳେ ସେଦିନ ସେ ଯେମିତି ଇସ୍ରାଏଲର ପରମେଶ୍ୱରଙ୍କର ଜାଣିଥିଲା, ଇସ୍ରାଏଲୀୟ ଲୋକ ଥିଲା। ଆଜି ଆମେ ସତ୍ୟ ପରମେଶ୍ୱରଙ୍କୁ ଜାଣି ସାରିଛୁ, ଆମେ ପ୍ରଭୁ ଯୀଶୁଙ୍କର ସନ୍ତାନ। ଆମର ବିଶ୍ୱାସ ଭୂମି ଆଜି କାହା ଉପରେ ଅଛି?
ଆଜି ହେଇଥାଇପାରେ ଆମେ ମୂର୍ତ୍ତି ପାଖକୁ ଯାଉନୁ, ମୂର୍ତ୍ତି ମାନଙ୍କୁ ଡିପେଣ୍ଡ କରୁନୁ, କିନ୍ତୁ ଆଜି ଆମେ କଣ ଏ ଦୁନିଆର ଲୋକମାନଙ୍କ ଉପରେ ସାହାରା କରୁଛୁ, ସେମାନଙ୍କ ଉପରେ ନିର୍ଭର କରୁଛୁ କି କୌଣସି ଜ୍ୟୋତିଷ ଉପରେ? ମୁଁ କିଛି କିଛି ଘଟଣା ବି ଜାଣୁଛି, ମାନେ ବିଶ୍ୱାସୀ ମାନେ ଅନ୍ଧବିଶ୍ୱାସ ଆଡକୁ ତାଙ୍କର ବିଶ୍ୱାସ ବଢୁଛି, ଜ୍ୟୋତିଷ ଉପରେ, ଗୁଣି ଗାରେଡି ଉପରେ ବିଶ୍ୱାସ, ସେଇ ମିଥ୍ୟା ଦେବତା, ସେଇ ଗୁଣି ଗାରେଡି ଜ୍ୟୋତିଷ ସେମାନଙ୍କ ଉପରେ ପଳଉଛି। ତ ଆମେ ସତ୍ୟ ଜୀବନ୍ତ ପରମେଶ୍ୱରଙ୍କୁ ଜାଣି ସାରିଛୁ, ଯିଏ ଆମର କଥା ସାଙ୍ଗେ ସାଙ୍ଗେ ଶୁଣନ୍ତି। ଆମେ ସେଇ ପରମେଶ୍ୱରଙ୍କ ପାଖରୁ ସାହାଯ୍ୟ ଆମେ ମାଗୁଛୁ, ନା ଅନ୍ୟ ମଣିଷ ଉପରେ ଡିପେଣ୍ଡ କରୁଛୁ, ନା କୌଣସି ପାୱାରଫୁଲ ପର୍ସନ ଉପରେ, ନା ନିଜ ଜୀବନରେ ସମସ୍ୟା ଆସିଲେ ଅର୍ଥ ଉପରେ, ଏଇ ସବୁ ଉପରେ ଆମେ ଡିପେଣ୍ଡ କରୁଛୁ। ସବୁବେଳେ ମନେ ରଖିବା, ଆମର ପରମେଶ୍ୱର ଆମ ସାଙ୍ଗରେ ଅଛନ୍ତି। ଆମର ଯେତେବେଳେ ସମସ୍ୟା ଆସେ, ଆମକୁ ଆସିବା ଆଗରୁ ପ୍ରଭୁ ଜାଣନ୍ତି। ତ ପ୍ରଭୁ ଚାହାନ୍ତି ଆମେ ଇମିଡିଏଟ ତାଙ୍କ ପାଖରେ ସରେଣ୍ଡର କରିବା, ତାଙ୍କୁ ସାହାଯ୍ୟ ମାଗିବା। ତ ଆମେ ସେଦିନ ଅହସ୍ୟ ଯେମିତି ଭୁଲ କଲା ଆମେ କେବେ କରିବାନି। ଆମେ କଣ କରିବା, ଆମର ଜୀବନରେ ଯେତେବେଳେ ବି ସମସ୍ୟା ଆସିଛି, ଆମେ ଆମର ପ୍ରଭୁଙ୍କ ପାଖରେ ତାଙ୍କ ଚରଣ ତଳକୁ ପଳେଇ ଆସିବା। ଆଉ ମଣିଷ ଜୀବନରେ ଆମେ ପାପ କରିନୁ କହିପାରିବାନି, ଆମେ ମାନେ ନିଶ୍ଚୟ ସମସ୍ତେ ପାପୀ। ଅନୁତାପର ହୃଦୟରେ ପ୍ରଭୁଙ୍କ ପାଖକୁ ଫେରି ଆସିବା। ଯଦି ଅହସ୍ୟ ସେଦିନ ମନ ପରିବର୍ତ୍ତନ କରିଥାନ୍ତା, ସେ ହୁଏତ ବଞ୍ଚି ଦେଇ ପାରିଥାନ୍ତା। କାହିଁକି ନା ଆମେ ଯେତେବେଳେ ସେ ପ୍ରଥମ ରାଜାବଳୀ ତାର 22 ପର୍ବ 21 ପର୍ବରେ ଆମେ ଦେଖୁଛୁ, ଯେତେବେଳେ ଆହବ ସେ ଯେତେବେଳେ ନବତର ଦ୍ରାକ୍ଷା କ୍ଷେତ୍ରକୁ ସେମାନେ ଆକ୍ତିଆର କଲେ, ତାପରେ ସଦାପ୍ରଭୁଙ୍କୁ ନବତକୁ ମାରିଦେଲା ପରେ ପ୍ରଭୁଙ୍କର ବାକ୍ୟ ଆହବଙ୍କ ପାଖକୁ ଆସିଥିଲା, ଯୋଉଟା କି ପ୍ରଥମ ରାଜାବଳୀ 21 ପର୍ବ ତାର 19 ପଦରେ ଲେଖା ଅଛି। ସଦାପ୍ରଭୁ ଏଇ କଥା କହନ୍ତି, ଯେଉଁ ସ୍ଥାନରେ କୁକୁର ମାନେ ନାବତର ରକ୍ତ ଚାଟି ଖାଇଲେ, ସେହି ସ୍ଥାନରେ କୁକୁର ମାନେ ତୁମ୍ଭର ରକ୍ତ ମଧ୍ୟ ଚାଟି ଖାଇବେ। ଆହବଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ ଆସିଥିଲା, ଏଲିୟଙ୍କ ଦ୍ଵାରା ଆସିଥିଲା। ଯେତେବେଳେ ଏଲିୟ ଆହବଙ୍କୁ କହିଲେ, ତୁମେ ସଦାପ୍ରଭୁଙ୍କ ବିରୁଦ୍ଧରେ କାର୍ଯ୍ୟ କରିଛ, ସେ କହିଲେ ଯେ ତୁମେ ତୁମର ଭାର୍ଯ୍ୟା, ସେଇ 21 ପର୍ବ 25 ପଦରେ ଲେଖା ଅଛି ଯେ ଯେପରି ଏଇ ଆହବ ଆପଣା ଭାର୍ଯ୍ୟା ଇସାବେଲ ଦ୍ଵାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ଆପଣାକୁ ବିକ୍ରୟ କଲେ, ସେପରି ଆଉ କେହି କରିନାହିଁ। ତ ଯେତେବେଳେ ଏଲିୟଙ୍କର ବାକ୍ୟ ଶୁଣୁଛନ୍ତି ଆହବ, ସେ ଜାଣିପାରିଲେ ସଦାପ୍ରଭୁଙ୍କର ଚେତାବନୀ ବାକ୍ୟ ଆସିଲା, ତାଙ୍କର ମୃତ୍ୟୁ ବିଷୟରେ ପ୍ରଭୁ କହିଲେଣି। ସେତେବେଳକୁ ଆହବ, ଆମେ ଯେତେବେଳେ 21 ପର୍ବ ତାର 27 ଆଉ 29 ପଦରେ ଲେଖା ଅଛି ପଢିବା, ଆହବ ଏହି ସବୁ କଥା ଶୁଣିଲା। ମାନେ ଯେତେବେଳେ ଏଲିୟଙ୍କର ବାକ୍ୟ ଶୁଣିଲା କି ସଦାପ୍ରଭୁଙ୍କର ଏମିତି ଦଣ୍ଡ ଆସୁଛି, କି ନବତର ରକ୍ତ ଯୋଉ କୁକୁର ମାନେ ଯୋଉଠି ଚାଟି ଖାଇଲେ, ସେଇ ସ୍ଥାନରେ କୁକୁର ମାନେ ଆହବଙ୍କର ରକ୍ତ ମଧ୍ୟ ଚାଟି ଖାଇବେ, ଏଇ ସବୁ ଭବିଷ୍ୟତବାଣୀ ଯେମିତି ଆସିଲା। ଆଉ ମନ ଫେରେଇବା କଥା ଏଲିୟ ଜଣାଉଛନ୍ତି ସଦାପ୍ରଭୁଙ୍କ ପ୍ରତି ଫେରିବା ପାଇଁ। ଆହବ ଆମେ ଦେଖୁଛୁ, ଯେତେବେଳେ ଏଲିୟଙ୍କର କଥା ଶୁଣିଲେ, ସେ ଆପଣା ବସ୍ତ୍ର ଚିରିଲେ ଓ ଆପଣା ଦେହରେ ଅଖା ପିନ୍ଧି ଉପବାସ କରି ଅଖାରେ ଶୋଇଲେ, ପୁଣି ଧୀରେ ଧୀରେ ଚାଲିଲେ। ତାପରେ ତାର ପରିଣାମ ଆମେ ଦେଖୁଛୁ ତାର 29 ପଦରେ 21 ପର୍ବର। ଆହବ ଆମ୍ଭ ସାକ୍ଷାତରେ କିପରି ଆପଣାକୁ ନମ୍ର କରିଅଛି, ଏହା କି ତୁମ୍ଭେ ଦେଖୁଅଛ? ସେ ଆମ୍ଭ ସାକ୍ଷାତରେ ଆପଣାକୁ ନମ୍ର କରିବା ହେତୁରୁ ଆମ୍ଭେ ତାହାର ସମୟରେ ସେହି ଅମଙ୍ଗଳ ଘଟାଇବା ନାହିଁ। ହାଲେଲୁୟା। ମହାନ ପରମେଶ୍ୱର, ଆମର ପରମେଶ୍ୱର କ୍ଷମା ମାଗିଲା ମାତ୍ରକେ ସାଙ୍ଗେ ସାଙ୍ଗ କ୍ଷମା ଦେବାର ପରମେଶ୍ୱର ଆମର। ସେଇଦିନ ସଦାପ୍ରଭୁ ପରମେଶ୍ୱରଙ୍କର ବାକ୍ୟ ଏଲିୟଙ୍କ ଦ୍ୱାରା ଯେତେବେଳେ ଆହବଙ୍କ ପାଖକୁ ପହଞ୍ଚିଲା, ଆହବ ଜୀବନର ସେଇ ଶେଷ ମୁହୂର୍ତ୍ତରେ ସେ ପରିବର୍ତ୍ତିତ ହଉଛନ୍ତି, ସେ ରିପେଣ୍ଟ କରୁଛନ୍ତି, ସେ ବସ୍ତ୍ର ଚିରୁଛନ୍ତି, ଅଖା ପିନ୍ଧି ଉପବାସର ପ୍ରାର୍ଥନା କରୁଛନ୍ତି। ଆଉ ସଦାପ୍ରଭୁ ତାକୁ ଦୟା କରୁଛନ୍ତି। ଏତେ ବଡ ଡିସିଜନ, ସେ ନିଷ୍ପତ୍ତି ସଦାପ୍ରଭୁ ବଦଳେଇ ଦଉଛନ୍ତି।
ଯିଏ କ୍ଷମା ମାଗେ ଆମେ ଜାଣୁଛୁ ପ୍ରଭୁ ତାଙ୍କ ଜୀବନରେ ଯାହା କିଛି ଯଦି କିଛି ସେ ନିଷ୍ପତ୍ତି ନେଇଛନ୍ତି ସେ ନିଷ୍ପତ୍ତି ବଦଳେଇ ଦେଲେ ଆଉ ଆହବଙ୍କୁ ଭଲରେ ଭଲରେ ବୃଦ୍ଧ ଅବସ୍ଥା ଦେଇ ମରିବାରେ ସାହାଯ୍ୟ କଲେ। କାହିଁକି ନା ଆମେ ଯେତେବେଳେ ସେଇ 22 ପର୍ବ ତାର 40 ପଦରେ ଦେଖୁଛୁ ସେ ଆହବ ଆପଣା ପିତୃଗଣ ସହିତ ଶୟନ କଲେ, ମାନେ ସେ କବର ପାଇଲେ। ତ ମହାନ ପରମେଶ୍ୱର ସେଦିନ ଆହବକୁ ପ୍ରଭୁ କେତେ ବଡ ଦଣ୍ଡ ଦେବେ କହିଥିଲେ, କିନ୍ତୁ ଈଶ୍ୱର ତାଙ୍କ ପାଖକୁ ଯେତେବେଳେ ସେ ରିପେଣ୍ଟନେସ୍ ରେ ଆସିଲେ ତାଙ୍କର ନିଷ୍ପତ୍ତି ବଦଳେଇ ଦେଇଥିଲେ। ତ ଅହସ୍ୟ ଯଦି ସେଇ ଲାଷ୍ଟ ମୋମେଣ୍ଟରେ ଯଦି ସେ ସଦାପ୍ରଭୁଙ୍କର ବାକ୍ୟ ଯୋଉ ଆସିଲା, ତୁମେ କାହା ଉପରେ, ତୁମେ କାହିଁକି ସତ୍ୟ ଈଶ୍ୱରଙ୍କୁ ପଚାରୁନ, ତୁମେ କାହିଁକି ଘୃଣର ଦେବତା ବାଲ ଦେବତା ପାଖକୁ ଯାଉଛ, ଏସବୁ କଥା ଯୋଉ ଚେତାବନୀର ବାକ୍ୟ ଆସିଲା ସେତେବେଳେ ସେ ଯଦି ମନ ପରିବର୍ତ୍ତନ କରିଥାନ୍ତା ସେ ନିଶ୍ଚୟ ପ୍ରଭୁ ତାକୁ ଆଶୀର୍ବାଦ କରିଥାନ୍ତେ। କାହିଁକି ନା ଆମେ ଯେତେବେଳେ ସେଇ ଦ୍ଵିତୀୟ ବଂଶାବଳୀ 7 ପଦ 14 ପଦରେ ଲେଖା ଅଛି ଆମେ ପଢିଛୁ, ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣା ମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭର ମୁଖ ଅନ୍ୱେଷଣ କରି ଆପଣା ଆପଣା କୁପଥରୁ ଫେରିବେ, ତେବେ ଆମ୍ଭେ ସ୍ୱର୍ଗରୁ ଶୁଣିବା ଓ ସେମାନଙ୍କର ପାପ କ୍ଷମା କରିବା ଓ ସେମାନଙ୍କର ଦେଶ ସୁସ୍ଥ କରିବା। ହାଲେଲୁୟା। ସେଇ ସତ୍ୟ ପରମେଶ୍ୱର ଆମର, ସେ କହୁଛନ୍ତି ଯିଏ ନମ୍ର ହୋଇ ପ୍ରାର୍ଥନା କରିବ ଆଉ ଯିଏ ସଦାପ୍ରଭୁଙ୍କୁ ଅନ୍ୱେଷଣ କରିବ ଆଉ ଆପଣା କୁପଥରୁ ଫେରି ଆସିବ, ଆଉ ପ୍ରଭୁ ସଦାପ୍ରଭୁ ଯିଏ କି ସ୍ୱର୍ଗରେ ରହନ୍ତି ସେ ଶୁଣିବେ ଆଉ ପାପ କ୍ଷମା କରିବେ ଆଉ ଦେଶକୁ ସୁସ୍ଥ କରିବେ। ଅହସ୍ୟ ସେଦିନ ଯଦି ରିପେଣ୍ଟ କରିଥାନ୍ତା, ସେଦିନ ସେ ଚେତାବନୀର ବାକ୍ୟ ଅନୁଯାୟୀ ଯଦି ଚେଞ୍ଜ ହେଇଥାନ୍ତା ସେଦିନ ସେ ରକ୍ଷା ପାଇଥାନ୍ତା। ଆମେ ଯେତେବେଳେ ଦେଖୁଛୁ ସେଇ ପ୍ରଥମ ଯୋହନ ତାର 1 ପର୍ବ 9 ପଦରେ ବି କେତେ ସୁନ୍ଦର ଭାବରେ ଲେଖା ହେଇଛି। ଯୋହନ ଲେଖିଛନ୍ତି ପ୍ରଥମ ଯୋହନ 1 ପର୍ବ 9 ପଦରେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ ତେବେ ସେ ଆମମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ସେଇ ପରମେଶ୍ୱର ଆମର ଯେତେବେଳେ ଆମେ ଦେଖିବା ଏଇ ଘଟଣାରୁ ଆମେ ଜାଣିପାରିବା, ଆମେ ଯଦି ଅହସ୍ୟ ସେଦିନ ଲାଷ୍ଟ ମୋମେଣ୍ଟରେ ବି ମନ ପରିବର୍ତ୍ତନ କରିପାରିଥାନ୍ତା, ବାକ୍ୟ ପହଞ୍ଚିଲା ପରେ ବି ଆଜି ଆମମାନଙ୍କ ପାଖରେ ବାକ୍ୟ ପହଞ୍ଚି ସାରିଛି। ଆମ ପାଖରେ ସୁନ୍ଦର ସତ୍ୟ ସମାଚାର ଆମ ପାଖରେ ଅଛି, ସତ୍ୟ ବାକ୍ୟ ଅଛି। ଡେଲି ଆମମାନଙ୍କର ଆମମାନଙ୍କୁ ସଜାଗ କରିବା ପାଇଁ ଅନେକ ବାକ୍ୟ ଆମେ ଶୁଣୁଛୁ, ଜୁମ ରେ ଶୁଣୁଛୁ, ଚର୍ଚ୍ଚରେ ଶୁଣୁଛୁ, ସୁନ୍ଦର ଆମର ମଣ୍ଡଳୀ ସହଭାଗିତାରେ ଶୁଣୁଛୁ, ବହୁତ ସୁନ୍ଦର ବିଷୟ ସବୁ ଆମର ମୋବାଇଲ ୟୁଟ୍ୟୁବରୁ ବି ମେସେଜ ଶୁଣିପାରୁଛୁ, ଅନେକ ବାକ୍ୟ ଶୁଣୁଛୁ। ସେଦିନ ସଦାପ୍ରଭୁଙ୍କର ବାକ୍ୟକୁ ସେ ଅବହେଳା କଲା, ତାର ସେଦିନ ମୃତ୍ୟୁ ହେଲା। ସେ ଜୀବନ ଚାହିଁଲା, ବଞ୍ଚିବା ପାଇଁ ଚାହିଁଲା, କିନ୍ତୁ ତାର ମୃତ୍ୟୁ ହେଲା, କାରଣ ସେ ବାକ୍ୟକୁ ଅବହେଳା କଲା। ଚେତାବନୀର ବାକ୍ୟ ଆସିଲା ବେଳକୁ ସେ ଅବହେଳା କରିକି ଓଲଟା ସେ ସେନାପତି ପଠଉଛି ତାକୁ ଧରିବା ପାଇଁ ଏଲିୟକୁ, କିନ୍ତୁ ନମ୍ରତା ଯୋଗୁ ସେଦିନ ଥାର୍ଡ ସେନାପତି ନିଜେ ବଞ୍ଚିଲା, ତାର 50 ଲୋକକୁ ବଞ୍ଚେଇଲା। ନମ୍ରତାକୁ ପ୍ରଭୁ ବହୁତ ଭଲ ପାଆନ୍ତି, ନମ୍ରତା ପ୍ରତି ପ୍ରଭୁ ଈଶ୍ୱର ଆକର୍ଷିତ ହେଇଯାନ୍ତି। ତାର ସେ ନମ୍ରତାର ଗୁଣକୁ ଆମେ ସବୁବେଳେ ମନେ ପକେଇବା। ସବୁବେଳେ ନମ୍ରତା, ଯେତେ ଆମମାନଙ୍କ ଜୀବନରେ ନମ୍ରତା ଆଣିବା, ଈଶ୍ୱରଙ୍କର ଆଶୀର୍ବାଦ ଆମମାନଙ୍କ ଜୀବନରେ ଆସିବ। ଆଉ ଆଜି ଆମମାନଙ୍କ ପାଖରେ ଯୋଉ ବାକ୍ୟ ପହଞ୍ଚି ସାରିଛି, ଆମେ ତାକୁ କେବେ ବି ଅବହେଳା କରିବାନି। ଆଉ ସଙ୍କଟ ଦିନରେ ଯେମିତି ଅନ୍ୟ ଉପରେ ଡିପେଣ୍ଡ କରିବାନି, କୌଣସି ଅନ୍ଧବିଶ୍ୱାସ ନା ଦୁନିଆର କୌଣସି ମନୁଷ୍ୟ ଉପରେ ନା ଅର୍ଥ ଉପରେ, କାହା ଉପରେ ଡିପେଣ୍ଡ କରିବାନି। ଆମେ ଡିପେଣ୍ଡ କରିବା ଆମର ସତ୍ୟ ପରମେଶ୍ୱରଙ୍କ ଉପରେ। କାହିଁକିନା ଗୀତ ସହିତ 50ର 15 ପଦରେ ଲେଖା ଅଛି, ପୁଣି ସଙ୍କଟ ଦିନରେ ଆମ୍ଭକୁ ଡାକ, ଆମ୍ଭେ ତୁମକୁ ଉଦ୍ଧାର କରିବା ଆଉ ତୁମ୍ଭେ ଆମ୍ଭର ମହିମା ପ୍ରକାଶ କରିବ। ଆମେ ଯେତେବେଳେ ପ୍ରଭୁଙ୍କୁ ସମସ୍ୟା ଭିତରେ ଡାକିବା, ପ୍ରଭୁ ଆଜି ନହେଲେ କାଲି ଯେତେବେଳେ ବି ତାଙ୍କର ଉପଯୁକ୍ତ ସମୟରେ ସେମାନଙ୍କୁ ଉତ୍ତର ଦେବେ। କାହିଁକି ଉତ୍ତର ଦେବେ? ଆଉ ଆମେ କଣ କରିବା? ଆମେ ତାଙ୍କର ମହିମା ଗୌରବ କରିବା। ପ୍ରଭୁ କହୁଛନ୍ତି ତୁମ୍ଭେ ଆମର ମହିମା ପ୍ରକାଶ କରିବ। ଅନେକ ସମୟରେ ଅନେକ ପ୍ରକାର ସମସ୍ୟା ଆମମାନଙ୍କ ଜୀବନରେ ଆସିଥାଏ, ପ୍ରଭୁଙ୍କର ଗୌରବ ନିମନ୍ତେ ପ୍ରଭୁ ଆମମାନଙ୍କୁ ବ୍ୟବହାର କରିବା ପାଇଁ ଇଚ୍ଛା କରନ୍ତି। ତ ସବୁବେଳେ ଆମେ ତାଙ୍କ ଉପରେ ଡିପେଣ୍ଡ କରିବା। ଆଉ ଗୋଟେ କଥା, ଅହସ୍ୟ କଣ କଲା? ବାଲ ଦେବତାକୁ ଇମ୍ପୋର୍ଟାନ୍ସ ଦେଲା, ସଦାପ୍ରଭୁ ଯୋଉଟା କି ସେ ଭଲ ପାଆନ୍ତିନି। କାହିଁକିନା ସଦାପ୍ରଭୁ କହିଛନ୍ତି ଆମ୍ଭକୁ ଛାଡି ଆଉ କାହାକୁ ଈଶ୍ୱର ବୋଲି ନ ମାନ। ସେମାନେ ସେ ବାଲ ଦେବତାକୁ ଈଶ୍ୱର ବୋଲି ମାନିଲେ। ଆମେ ଯେତେବେଳେ ଯିଶାୟା ପୁସ୍ତକ ତାର 42 ପର୍ବ 8 ପଦରେ ଲେଖା ଅଛି,
आंबे सदाप्रभु यही आंबर नाम पुणी आंबे अपना गौरव अन्य को किए बा अपना प्रशंसा खोदित प्रतिमा गण को देबू नहीं सेई रंग केबे करबानी आमे सदाप्रभु को गौरव दबा तांको प्रशंसा दबा तांको ऊपर डिपेंड करबा तांको ऊपर सरेंडर करबा बाकी आमन को सजाग करूची आज भी आज आम जब भूल पथरे पलैछु आज आम कौन दुर्बलता रही जाइए आमर जदि किसी मंद अभ्यास रही जाइए किसी अधर्म आम मान भितर लुचि रही आम माने जितेबले वाक्य आम मान पाखरे अच्छी वाक्य आमको सचेत करुची वाक्य आमको सजाड़ुची ए वाक्य को शुणा ए वाक्य को अवहेला करवानी आज जगत अनेक लोक ईश्वर वाक्य को बाइबल को अवहेला करुछंती किंतु से माने जाननांती जे तार परिणाम भयंकर किंतु आज विश्वासी पाखरे आज आम प्रभु को ग्रहण कर सारी आज आम पाखे वाक्य अच्छी आम अवहेला करूनु तो वाक्य अनुଯାयी जीवन काटुछु तो सब बेले चेक करवा प्रभु पाखरे प्रार्थना करवा निज निजर दुर्बलता को प्रभु पाखरे सरेंडर करवा प्रभु हमको क्षमा करेंगे आ प्रभु हमको आग को नेबे कहीं केते बड़ मूल्य देवाक पड़ा से दिन से जदि चेतावनी वाक्य शुणिकी रिपेंट करता अवश्य से दिन से दुईटा सेनापति आ 50-50 ग्रुप लोक से 100 लोक मरी न था आकाश रो अग्नि पड़ी मरी न था से निजे भी बंची था एमाने भी बंची था से वाक्य को अवहेला कला सदा प्रभुंकर कथा को अवहेला कला चेतावनी वाक्य को शुणिलानी निजे भी मृत्यु भोग कला आ अन्य माने मध्य ता जोगो तांकर अन्य मानकर मध्य जीवन गला तो आमे जेतेबेले देखुछु से द्वितीय विवरण 28 पर्व तार 15 पदरे लेखा अछि मात्र मु आज तुमको सदा प्रभु तुम परमेश्वर जे जे आज्ञा और विधि आदेश करूअछि से सब मानिबा पई ओ करिबा पई जेबे तुम्हे ताहांक रबरे कर्णपात न करिवो तेबे एही सब अभिशाप तुम ऊपर बर्तिबो तुम संग धरिबो तो प्रभुंकर केते बड़ क्रोध आमन को ऊपर आसी जिवो तो आमे वाक्य शुनिबा जहा शुणुचु ताको पालन करिबा केयरफुल हेबा अवहेला टोटाली करबानी केयरलेस हेबानी कहीं प्रभुंकर वाक्य आम मान पाखे पहुंचलानी सब दिन पहुंचुची अनेक जूम प्रोग्राम रे अनेक प्रार्थना सभा रे आम मान प्रति चेतावनी वाक्य आसुची ए वाक्य द्वारा निज निजर दुर्बलता को आम प्रभु पाखे सरेंडर करबा अनुताप हृदय प्रभु पाखक आसीबा आ प्रभु को क्षमा मागिबा निजर भूल को स्वीकार करबा आ अनुताप हृदय प्रभु क्षमा मागिले से हमको आशीर्वाद करेंगे आम देखुचु अग्नि रे ग्रास करदेला परिणाम कौन है अग्नि रे ग्रास आम जानिचु आमर जेते बेले ए जगतर विचार हबो आम जानुचु अग्नि रे केमती पका हबो मलाखी तार 4 पर्व तार 2 पदरे लेखा अछि गोटे सेकेंड देखिबा तार मलाखी 4 पर्व 2 पद 1 पदरे लेखा अछि कारण देख से दिन आसुअछि ताहा तुंदुर परि जळुअछि आ पुणी अहंकारी और दुष्टाचारी समस्ते नडा परि हेबे आ सेमानकर मूल की डाल जेपरि अवशिष्ट न रहिबो एथिपाई जेउ दिन आसुअछि ताहा सेमानकु दग्ध करिवो एहा सैन्याधिपति सदाप्रभु कहंती माने महान परमेश्वर केते बड़ ईश्वरंकर आगमन दिन सन्निकट आम पाखे आम जाणु केते समय अच्छी तो वाक्य पहुंचला माने आम प्रस्तुत हेबा आम अहंकारी हेबानी आम गर्वी हेबानी क्षमार हृदय रखिबा प्रेमर हृदय रखिबा पवित्र आत्मा से फल सब गालातिया 5:22-23 अनुच्छेद गालातिया जो लिखाई से सब आम जीवन से फल सब देखा जाऊ आत्मिक फल फलिबा कहीं प्रभु चाहती आम प्रचुर फल फलिबा प्रभु चाहती आम सबू ये सब गुण आम जीवन रहू से जमती थिले आमे सेमती हेबा कहीं आम तांकर पथरे जाउछु प्रभुंकर वाक्य अनुଯାयी जीवन काटिबा हेले आमे ए अग्नि कुंडरू रक्षा पाइबा आ जदि आमे दुष्ट रहिबा अहंकारी हेबा ईश्वरंकर विरोधी हेबा ईश्वरंकर वाक्य को अवहेला करिबा तो परिणाम भयंकर हबो कहीं से दिन आसुअछि से विचार दिन तो आम मैंने निज निज को प्रस्तुत करवा आम एव्री 10 पर्व हाँ एव्री तार 10 पर्व 26 पद 27 पदरे लेखा अछि एपरि कारण सत्य ज्ञान लाभ करिबा परे जदि आम्भे माने स्वेच्छापूर्वक पाप करुथाउ तेबे पापार्थक बलि आ अवशिष्ट न थाए बरं विचार एक प्रकार भयंकर प्रतीक्षा और विपक्ष मानक ग्रासकारी अग्निर प्रचंडता अवशिष्ट थाए तो वाक्य को अवहेला करिबार परिणाम
ଦେଖୁଛୁ ଆମେ ସତ୍ୟ ଜ୍ଞାନ ଲାଭ କରି ସାରିଲୁଣି। ଆମେ ସତ୍ୟ ଜ୍ଞାନ ପ୍ରଭୁ ଆମକୁ ଦେଲେଣି। ସତ୍ୟ ବାକ୍ୟ ଆଜି ଆମ ପାଖରେ ଅଛି। ଆମେ ଅବହେଳା କରିବାନି। ସେଇ ଏବ୍ରିର 12 ପର୍ବର ତାର 28 ପଦ 29 ପଦରେ ଲେଖା ଅଛି, ଅତଏବ ଅଟଳ ରାଜ୍ୟ ପ୍ରାପ୍ତ ହେବାରୁ ଆସ ଆମ୍ଭେ ମାନେ କୃତଜ୍ଞ ହୋଇ ଭୟ ଓ ଭକ୍ତି ସହକାରେ ଈଶ୍ୱରଙ୍କ ସନ୍ତୋଷଜନକ ଉପାସନା କରୁ, କାରଣ ଆମ୍ଭମାନଙ୍କର ଈଶ୍ୱର ଗ୍ରାସକାରୀ ଅଗ୍ନି ସ୍ୱରୂପ ଅଟନ୍ତି। ତ ଆମମାନେ ପ୍ରଭୁ ଏଠି ସୁନ୍ଦର ବାକ୍ୟ ମଧ୍ୟ ଆମକୁ କହୁଛନ୍ତି, ଆମମାନେ କୃତଜ୍ଞ ହୋଇ ଭୟ ଓ ଭକ୍ତି ସହକାରେ ଈଶ୍ୱରଙ୍କ ସନ୍ତୋଷଜନକ ଉପାସନା କରୁ। ଆମମାନେ ଅଟଳ ରାଜ୍ୟ ପ୍ରାପ୍ତ ହୋଇସାରିଲୁଣି। ପ୍ରଭୁ ଆମକୁ ଅନନ୍ତ ଜୀବନର ଅଧିକାରୀ କରିସାରିଲେଣି। ଆମମାନଙ୍କୁ ପରିତ୍ରାଣ ଦେଇଛନ୍ତି। ତ ଆମମାନେ ବାକ୍ୟ ଅନୁଯାୟୀ ଜୀବନ କାଟିବା। ବାକ୍ୟକୁ ଖାମଖିଆଲି ନେବାନି। ଯାହା କୁହାହେଇଛି ମାନେ ଆମେ ଶୁଣିବା। ଆମକୁ ବହୁତ ସୁନ୍ଦର ପବିତ୍ରତା ଜୀବନ କାଟିବା ପାଇଁ ଏତେ ସୁନ୍ଦର ବାକ୍ୟ ଆମକୁ ଦେଇଛନ୍ତି। ସେସବୁକୁ ମାନିବା। ସବୁବେଳେ ଫାଷ୍ଟ ପ୍ରାୟୋରିଟି ପ୍ରଭୁଙ୍କୁ ଦେବା। ପ୍ରଭୁଙ୍କୁ ଖୋଜିବା। ପ୍ରଭୁଙ୍କ ସହିତ ଲାଗି ରହିବା। ତାଙ୍କର ସହିତ ଗୁଡ୍ ରିଲେସନ ରଖିବା। ତାଙ୍କର କଥା ଶୁଣିବା। ଆଉ ସେ ଭୟଙ୍କର ଗ୍ରାସକାରୀ ଅଗ୍ନିରୁ ରକ୍ଷା ପାଇବା। ଆଉ ଦିନେ ଯାଇକି ଈଶ୍ୱରଙ୍କର କୋଳରେ ବସିବା। କାହିଁକିନା ପ୍ରଭୁ ଆମମାନଙ୍କୁ କେବେ ବିନଷ୍ଟ ହେବା ହେଇଯାଉ ବୋଲି କେବେ ଚାହାନ୍ତିନି। ସେଥିପାଇଁ ସେ ଅପେକ୍ଷା କରିଛନ୍ତି ଆହୁରି ଦିନ ପ୍ରତିଦିନ, କାଳେ ଆଜି ଫେରି କାଳେ ଅନେକ ସମୟରେ ଆମମାନଙ୍କର ଅନେକ ଦୁର୍ବଳତା ହେଇଯାଇପାରେ, ଆମେ ବଡ ବଡ ପାପ କରିନୁ, କିନ୍ତୁ ଆଜି ବି ଆମମାନଙ୍କ ମନରେ କେତେବେଳେ ଅନ୍ୟକୁ ଜଜ୍ କରୁଛୁ, କେତେବେଳେ ଆମକୁ ପରିହାସ କରୁଛୁ, କେତେବେଳେ କାହା ବିରୁଦ୍ଧରେ ପରନିନ୍ଦା କରୁଛୁ, କେତେବେଳେ କାହାକୁ ଡିସରେସ୍ପେକ୍ଟ କରୁଛୁ, ଭଦ୍ରତା ଆସୁନି, ରଫ୍ କଥାବାର୍ତ୍ତା। ଆମେ ଯେତେ ପାରିବା ପ୍ରଭୁଙ୍କର କଥାକୁ ମାନିବା, ବାକ୍ୟକୁ ଅବହେଳା କରିବାନି। କାହିଁକିନା ଆମେ ଦେଖୁଛୁ ଯେତେବେଳେ ସେଇ ଦ୍ୱିତୀୟ ପିତର 3 ପର୍ବ 9 ପଦରେ 7 ପଦରେ ଲେଖା ହେଇଛି, ପୁଣି ଏହି ବର୍ତ୍ତମାନ ଆକାଶ ମଣ୍ଡଳ ପୃଥିବୀ ସେଇ ବାକ୍ୟ ଦ୍ଵାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶ ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି। ମହାନ ପରମେଶ୍ୱର, ସେ ଭୟଙ୍କର ଦିନ ଆସୁଅଛି। ତ ଆମମାନେ ଜାଣିନୁ ଜଗତର ଶେଷ କାଳ କୋଉ ଦିନ, କିନ୍ତୁ ଆମେ କାଳର ଲକ୍ଷଣ ଦେଖି ଜାଣିପାରୁଛୁ ପ୍ରଭୁଙ୍କର ଆଗମନର ଦିନ ସନ୍ନିକଟ। ତ ଆମେ ଯେତେ ପାରିବା, ଆମେ ଯେତେ ବାକ୍ୟ କହୁଛୁ, ଯେତେ ଯାହା ବି ଗୀତ ଗାଉଛୁ, ଯାହା ପ୍ରାର୍ଥନା କରୁଛୁ, ଯାହା ବି ଆମ ଜୀବନରେ ଯେତେ ପ୍ରେୟାର ଲାଇଫ ମେଣ୍ଟେନ କରୁଛୁ, ଚର୍ଚ୍ଚ ଯାଉଛୁ, କୌଣସି ଜିନିଷ ଆମର ଦେଖାଣିଆ ନ ହଉ, ନା ଟ୍ରାଡିସନାଲ ନ ହଉ, ଆମମାନେ ପ୍ରକୃତିରେ ଅନୁତାପ ହୃଦୟରେ ପ୍ରଭୁଙ୍କର ସହିତ ଲାଗି ରହିବା। କାହିଁକିନା ସେ ଭୟଙ୍କର ଦିନରୁ ପ୍ରଭୁ ଆମକୁ ରକ୍ଷା କରିବେ। ଆମେ ଯଦି ତାଙ୍କର ଇଚ୍ଛା ଅନୁଯାୟୀ ଜୀବନ କାଟିଥିବା, ତାଙ୍କର ସନ୍ତୋଷକର ହେଇଥିବା, ତ ପ୍ରଭୁ ଆମକୁ ତାଙ୍କ କୋଳରେ ନେଇକି ବସେଇବେ, ଆମମାନଙ୍କୁ ଆଶୀର୍ବାଦ କରିବେ। ତ ଏ ବାକ୍ୟ ଦ୍ୱାରା ଆଜି ଆମେ ସଜାଗ ହେଇଯିବା, ବାକ୍ୟକୁ ଅବହେଳା କରିବାନି, ଆଉ ପ୍ରଭୁଙ୍କୁ ଆହୁରି ବିଶ୍ୱାସ କରିବା, ତାଙ୍କର ଇଚ୍ଛା ଅନୁଯାୟୀ ଜୀବନ କାଟିବା। ସଙ୍କଟ ସମୟରେ ପ୍ରଭୁଙ୍କ ନିକଟକୁ ଯିବା, ନମ୍ରତାର ଜୀବନ କାଟିବା, ପ୍ରଭୁଙ୍କୁ ଭୟ କରିବା। କାହିଁକିନା ପ୍ରଭୁ ଭୟଙ୍କର ପରମେଶ୍ୱର, ସେ ଗ୍ରାସକାରୀ ଅଗ୍ନି ସ୍ୱରୂପ। ତ ସଦାପ୍ରଭୁ ପରମେଶ୍ୱରଙ୍କୁ ଭୟ କରି ବାକ୍ୟ ଅନୁଯାୟୀ ଜୀବନ କାଟିବା, ଅନୁତାପ ହୃଦୟରେ ପ୍ରଭୁଙ୍କ ପାଖକୁ ଫେରି ଆସିବା। ସେ ଆମମାନଙ୍କର ସବୁ ଦୁର୍ବଳତା ଦୂର କରିବେ। ଆମମାନଙ୍କର ଯାହା କିଛି ଭୁଲ ଅଛି, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିବେ। ଆମର ଶକ୍ତିଦାତା ପରମେଶ୍ୱର ଆମକୁ ସଜାଡି ଦେବେ। ଆମେ ତାଙ୍କର ସାହାଯ୍ୟ ନେବା। ପରିବର୍ତ୍ତିତ ହୃଦୟ ଚାହାନ୍ତି ସେ। ଆମମାନଙ୍କର ଜୀବନକୁ ଆମେ ପରିବର୍ତ୍ତନ କରିବା, ଈଶ୍ୱରଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ସନ୍ତୋଷଜନକ ହେଇପାରିବା। ପ୍ରଭୁ ଏ ବାକ୍ୟ ଦ୍ୱାରା ଆଜି ଆମ ସମସ୍ତଙ୍କୁ ସାହାଯ୍ୟ କରନ୍ତୁ ଆଉ ଆଶୀର୍ବାଦ କରନ୍ତୁ। ଆମେନ୍। Amen.